ଦେଖନ୍ତୁ ସମଗ୍ର ଓଡ଼ିଶାରେ ସାଧାରଣ ଜନତା ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇଯାଇଛି। ସବୁଠାରୁ ଉଦ୍ବେଗର କଥା ହେଉଛି ଏବେ ଅପରାଧୀମାନେ ଦିନ ଦିହି ପରେ ଅପରାଧ ଘଟାଉଛନ୍ତି ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଅପରାଧୀମାନେ ପୋଲିସର ଉପସ୍ଥିତିରେ ମଧ୍ୟ ଅପରାଧ ଘଟାଇବାକୁ ପଶ୍ଚାତପାତ ହେଉନାହାନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ଆଉ ନାହିଁ, ଯାହା ଫଳରେ ସାଧାରଣ ଜନତା ଆଜି ନିଜେ ଭୟଭୀତ ଅବସ୍ଥାରେ ରହିଛନ୍ତି ଏବଂ ଅପରାଧ ଘଟିବା ସାଧାରଣ କଥା ନୁହେଁ, ତାହାକୁ ସରକାର ଗୁରୁତ୍ୱର ସହିତ ନେବା କଥା। ଯଦି ସରକାରରେ ଥିବା ବ୍ୟକ୍ତି ସିଏ ଓଡ଼ିଶା ଛାଡ଼ି ବିଭିନ୍ନ ରାଜ୍ୟକୁ ନିର୍ବାଚନ ପ୍ରଚାରରେ ଯାଆନ୍ତି, ଯଦି ବିଭିନ୍ନ ରାଜ୍ୟକୁ ଅନ୍ୟ କାର୍ଯ୍ୟରେ ଯାଆନ୍ତି, ସେତେବେଳେ ଏଇଭଳି ଅବସ୍ଥା ସୃଷ୍ଟି ହୁଏ। ଏଥିରେ ଆପଣ ବିଚାର କରିବାର କିଛି ନାହିଁ ବା ଆପଣ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବର୍ତ୍ତମାନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସେ ବର୍ତ୍ତମାନ ଅନ୍ୟ ରାଜ୍ୟର କେମିତି ସମସ୍ୟା ସମାଧାନ ହେବ, ଅନ୍ୟ ରାଜ୍ୟରେ କେମିତି ତାଙ୍କର ଦଳର ସରକାର ଆସିବ, ସେ କାର୍ଯ୍ୟରେ ବ୍ୟତିବ୍ୟସ୍ତ ଥିଲାବେଳେ ଅପରାଧୀମାନଙ୍କ ଭୂସ୍ୱର୍ଗ ପାଲଟିଛି ବର୍ତ୍ତମାନ ଓଡ଼ିଶା। ଟିକେ ଟିକେ କଥାରେ ମର୍ଡର ଲଗାତାର ଦେଖିଛନ୍ତି କିଛି ଘଟଣା ଯାହାକି ହୃଦୟ ବିଦାରକ ଘଟଣା। ଆପଣ ଦେଖନ୍ତୁ, ମାଆକୁ ହତ୍ୟା କରିଦିଆଯାଉଛି ତାର ଝିଅ ଆଗରେ, ଯାହା ଘଟଣା ଆପଣଙ୍କ ହିଞ୍ଜିଳିରେ ଘଟିଲା। ଯାହା ଆପଣ ଦେଖିବେ ଗତକାଲି ବାଲିଅନ୍ତାରେ ଘଟିଲା ଯେ ପୋଲିସର ଉପସ୍ଥିତିରେ ପୋଲିସର ପିସିଆର୍ ଗାଡ଼ି ଉପସ୍ଥିତ ଅଛି। ପୋଲିସ ଚାହିଁଥିଲେ ପିସିଆର୍ ଗାଡ଼ିରୁ ମଧ୍ୟ ଅଧିକ ସଂଖ୍ୟକ ଫୋର୍ସ ମଗେଇକି ତାକୁ କଣ୍ଟ୍ରୋଲ କରିପାରିଥାନ୍ତା, ଗୋଟେ ଜୀବନ ରକ୍ଷା ହୋଇପାରିଥାନ୍ତା। ଅପରାଧ ଯଦି ଜଣେ କରିଛି, ଅପରାଧକୁ ସଜା ଦେବାର ଅଧିକାର କାହାରି ନାହିଁ, ଆଇନ ଅଛି। ତେଣୁ ଆଇନ ଶୃଙ୍ଖଳା ଯେହେତୁ ଏଠି ବିପର୍ଯ୍ୟସ୍ତ ଏବଂ ଅପରାଧୀମାନେ ଭାବୁଛନ୍ତି ଯେ ଆଇନ ଆମ ଆଗରେ କିଛି ନୁହଁ, ଆଇନକୁ ଆମେ ଫୁ କରିଦେଇପାରିବୁ, ସେଥିପାଇଁ ସେମାନେ ସାହସ କରୁଛନ୍ତି ଏବଂ ସେମାନେ ଏଭଳି ହତ୍ୟାକାଣ୍ଡ ଅନେକ ଜାଗାରେ ପୋଲିସର ମଧ୍ୟ ଅପରାଧୀଙ୍କ ସହିତ ସମ୍ପର୍କ ରହୁଛି, ଯାହାଫଳରେ ପୋଲିସଙ୍କ ପ୍ରତି ଭୟ ମଧ୍ୟ ରହୁନାହାନ୍ତି ତାଙ୍କ ଜାଗାରେ। ଆପଣ ଦେଖିବେ ପୋଲିସ ଆଗରୁ ଦେଖୁଥିଲେ ଯେ ପୋଲିସ ଏବଂ ଜନସାଧାରଣ ବନ୍ଧୁ ଏକଥା ପୋଲିସ ବିଭାଗ ପକ୍ଷରୁ କୁହାଯାଉଥିଲା। ବର୍ତ୍ତମାନ ଅପରାଧୀ ଏବଂ ପୋଲିସ ଏମାନେ ବନ୍ଧୁ ସାଜିଛନ୍ତି ଏବଂ ଅପରାଧ ଆପଣ ଦେଖିବେ ଯେଉଁ ପୋଲିସ ମାନେ ଅଛନ୍ତି ବହୁତ ଦିନ ଧରି ବିଭିନ୍ନ ଥାନାରେ ସେମାନେ ଗାଦି ମାଡ଼ିକି ବସିଛନ୍ତି, ଯାହାଫଳରେ ସ୍ୱାଭାବିକ ଭାବରେ କିଛି ଥାନାରେ ଅଧିକାରୀମାନେ ଅଛନ୍ତି ଯେଉଁମାନେ ସିଧାସଳଖ ଅପରାଧୀମାନଙ୍କ ସହିତ ସମ୍ପୃକ୍ତ ରହୁଛନ୍ତି, ସାଲିସ କରୁଛନ୍ତି ଏବଂ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ଅପରାଧୀ ଜାଣିପାରୁଛି ଯେ ପୋଲିସ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ସିଏ ତାର ପଳେଇ ଯାଉଛି। ଏତେ ଦୁଃଖ ଲାଗୁଛି ଯେ ଏଫଆଇଆର ଜଣେ ଦେବାକୁ ଯାଉଛି, ସେ ଏଫଆଇଆର ଦେବା କଥା ମଧ୍ୟ ଅପରାଧୀ କାମକୁ ଯାଉଛି। ନିଶ୍ଚିତ ଭାବରେ ଆପଣ ଦେଖିବେ ଯେତେବେଳେ ଅପରାଧୀମାନେ ଖୋଲା ହେଇଯାଆନ୍ତି, ଆଇନ ପ୍ରତି ତାଙ୍କର ଭୟ ନଥିବ, ପୋଲିସ ପ୍ରତି ତାଙ୍କର ଭୟ ଦୂର ହେଇଯାଏ। ଆପଣ ଦେଖିବେ ବ୍ୟାରେକ୍ ଭିତରେ ପଶିକି ପୋଲିସକୁ ଆକ୍ରମଣ କରାଗଲା ଏବଂ ପୋଲିସ ଲହୁଲୁହାଣ ହେଇଗଲା, ସେ ପର୍ଯ୍ୟନ୍ତ କଥା ଯେତେବେଳେ ଯାଉଛି, ତାହେଲେ ସାଧାରଣ ଲୋକଙ୍କ କଥା କ'ଣ ହେଉଥିବ ଆପଣ ଏଇଥିରୁ ବିଚାର କରିବେ।